ମୁଁ ସୁରଞ୍ଜନ ପଣ୍ଡା ସରପଞ୍ଚ ବୈଦେଶ୍ୱର ଗ୍ରାମ ପଞ୍ଚାୟତ। ଆଜି ଏଠି ଯେଉଁ ଆମେ ବସିଥିଲୁ ଆଲୋଚନା କରୁଥିଲୁ, ଇଏ ଶ୍ରୀ ଶ୍ରୀ ବୈଦ୍ୟନାଥ ଦେବ ଯୁବ ପରିଷଦ ସେମାନେ ଗୋଟେ ପ୍ରୟାସ କରିଛନ୍ତି। ଚଳିତ ବର୍ଷ ପ୍ରଥମ ଥର ପାଇଁ ଏଇଟା ଗୋଟେ ବଡ଼ ଓଷା ଦିନଠାରୁ ଆରମ୍ଭ କରି ବଡ଼ ଓଷା, ପୂର୍ଣ୍ଣମୀ ଏବଂ ଛାଡ଼ଖାଇ ଏ 3 ଦିନ ଗୋଟେ ତ୍ରିକୁଟ ଉତ୍ସବ ପାଳନ କରାଯିବା ପାଇଁ ଗୋଟେ ପରିକଳ୍ପନା କରାଯାଇଛି ପ୍ରଥମ ଥର ପାଇଁ। ତେଣୁ ଆମର ଏଠି ଆଗରୁ ବୋଇତ ବନ୍ଦାଣ ହେଉଥିଲା। ବଡ଼ ଓଷା ମଧ୍ୟ ବୈଦ୍ୟନାଥଙ୍କ ପୀଠରେ ପାଳନ କରାଯାଏ। ବହୁତ ଶ୍ରଦ୍ଧାଳୁ ଏଠି ବଡ଼ ଓଷାର ତରଣ କରନ୍ତି ଏବଂ ଠାକୁରଙ୍କଠି ଭୋଗ ଲଗାନ୍ତି, ବନ୍ଧୁବାନ୍ଧବ ଘରକୁ ମଧ୍ୟ ଦିଅନ୍ତି। ସେ ଆଗରୁ ପାଳନ ହେଉଥିଲା, ତାକୁ ଏକ ଉତ୍ସବ ଭାବରେ ପାଳନ କରିବା ପାଇଁ ମନସ୍ଥ କରିଛନ୍ତି ଏବଂ ସେଥିରେ ଆମ ଏ ଅଞ୍ଚଳର ସ୍ଥାନୀୟ କଳା ସଂସ୍କୃତି ଏବଂ ଲୋକଲୋଚନକୁ ଆଣିବା ତଥା ଆମ ପାଖାପାଖି ଅଞ୍ଚଳର ବୁଦ୍ଧିଜୀବୀ ଯେଉଁମାନେ ବିଚାରଶୀଳ ଲୋକ ସେମାନଙ୍କୁ ମଧ୍ୟ ଏଠିକି ଆମେ ନିମନ୍ତ୍ରଣ କରିଛୁ ଯେ ସେମାନେ ବୈଦେଶ୍ୱର ଯେଉଁ ଲୁପ୍ତ ଐତିହ୍ୟ ତାକୁ ସେମାନେ ବହୁତ ଜାଣିଛନ୍ତି ଏ ବିଷୟରେ, ସେ କଥା ପରିପ୍ରକାଶ କରିବେ ଏବଂ ତାହା ବୈଦେଶ୍ୱର ଜନସାଧାରଣଙ୍କ ସହିତ ପାଖାପାଖି ଅଞ୍ଚଳର ଜନସାଧାରଣଙ୍କ ଅବଗତି ନିମନ୍ତେ ବା ଜଣାଇବା ପାଇଁ ଇଏ ଏକ ମଞ୍ଚ ହେବ, ମାଧ୍ୟମ ହେବ ଏବଂ ବୈଦେଶ୍ୱର ଲୁପ୍ତ ଐତିହ୍ୟ ଓ ବୈଭବକୁ ଲୋକଲୋଚନକୁ ଅଣାଯିବ ଏ ମଞ୍ଚ ମାଧ୍ୟମରେ। ବୈଦେଶ୍ୱର ଆଜି ଏହି ପବିତ୍ର ବୈଦ୍ୟନାଥ ଦେବଙ୍କ ପୀଠରେ ଆମର ଗୋଟେ ତ୍ରିକୁଟ ତୀର୍ଥ ଉତ୍ସବ ପାଳନ କରିବା ପାଇଁ ଗୋଟେ ପ୍ରସ୍ତୁତି ବୈଠକ ହୋଇଥିଲା। ଏହି ବୈଠକରେ ଏ ଯେଉଁ ପବିତ୍ର ପୀଠ ଯେଉଁ ଜାଗାରେ ଗଜପତି ବୀରକିଶୋର ଦେବ ଦିନେ ଟୀକାଶିରପା ହୋଇଥିଲେ, ସେହି ପବିତ୍ର ପୀଠ ତଥା ଏହି ତ୍ରିକୁଟ ତୀର୍ଥ ସ୍ଥାନର ମାହାତ୍ମ୍ୟକୁ ଲୋକାଦୃତ କରିବା ପାଇଁ ଏହି ଗୋଟିଏ ଉତ୍ସବ ପାଳନର ପରିକଳ୍ପନା କରାଯାଇଛି। ବୈଦେଶ୍ୱର ଶ୍ରୀ ଶ୍ରୀ ବୈଦ୍ୟନାଥ ଦେବ ଯୁବ ପରିଷଦ ଏବଂ ବୈଦେଶ୍ୱର ଗ୍ରାମବାସୀମାନଙ୍କର ସହଯୋଗରେ ଏହି ଉତ୍ସବଟିକୁ ସଫଳ କରିବା ପାଇଁ ଏବଂ ଆଞ୍ଚଳିକ ସ୍ତରରେ ଲୋକମାନଙ୍କର ସହଯୋଗରେ ଏଠି ଗୋଟିଏ କାର୍ଯ୍ୟକ୍ରମକୁ ଯେଉଁ ଆୟୋଜନ କରାଯାଉଛି, ଆଶା କରୁଛୁ ନିଶ୍ଚିତ ଭାବରେ ସଫଳ ହେବ ଏବଂ ଏହି ମାଟିର କଳା, ସାହିତ୍ୟ, ସଂସ୍କୃତି ଏବଂ ଐତିହ୍ୟ, ପୌରାଣିକ ତଥ୍ୟ ସମସ୍ତ ଲୋକଲୋଚନକୁ ଆସିପାରିବ। ଏହି ବିଶ୍ୱାସ ରଖି ଆମେ ଆଜି ଏହି ଉତ୍ସବଟି ପାଳନ କରୁଛୁ। ଅପରପକ୍ଷରେ ଏହି ଜାଗାଟି ମଧ୍ୟ ଗୋଟିଏ ନୌବାଣିଜ୍ୟର ପ୍ରଥମ ଅନୁକୂଳ ପୀଠ, ଯେଉଁ ଜାଗାରେ ଆମର ଅଛନ୍ତି ଠାକୁରାଣୀ ବାଉତି ଠାକୁରାଣୀ, ସେହି ଜାଗାରୁ ଅନୁକୂଳ କରାଯାଏ। ସେ କଥା ବି ମଧ୍ୟ ଲୋକଲୋଚନକୁ ଆସିବ, ଯାହା ଅତୀତରେ ବିଲୁପ୍ତ ହୋଇଯାଇଥିଲା, ତାହା ନିଶ୍ଚିତ ଭାବରେ ଲୋକାଦୃତ ହେବ। ମୁଁ ଜୟଦେବ ସାମନ୍ତରାୟ, ଶ୍ରୀ ବୈଦ୍ୟନାଥ ଦେବ ୟୁଥ୍ କ୍ଲବ୍ର ଜଣେ ସଦସ୍ୟ। ବହୁତ ଆନନ୍ଦର କଥା ଯେ ଆମ ବୈଦ୍ୟନାଥ କ୍ଲବ୍ ୟୁଥ୍ କ୍ଲବ୍ ଗୋଟେ ବିରାଟ ବଡ଼ ମହୋତ୍ସବ ଆୟୋଜନ କରିବାକୁ ଯାଉଛି। ସେଥିପାଇଁ ମୁଁ ନିଜକୁ ଗର୍ବିତ ଅନୁଭବ କରୁଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆମର ବୈଦ୍ୟେଶ୍ୱର ଗ୍ରାମର ଯେଉଁ ଐତିହ୍ୟ ଏବଂ ପରମ୍ପରା ବା ସଂସ୍କୃତିକୁ ସାରା ବିଶ୍ୱରେ କେମିତି ଆମେ ଲୋକଲୋଚନକୁ ଆଣିବୁ, ସେଇଟା ହେଉଛି ମେନ୍ ଉଦ୍ଦେଶ୍ୟ। ଆମର ଏଇଟା ଗୋଟେ ବାଣିଜ୍ୟ କ୍ଷେତ୍ର ଥିଲା, ଏଇଟା ଆମ ପିଲାମାନେ ବି ସେମାନେ ଜାଣିନାହାନ୍ତି ଏବଂ ଏହା ହେଉଛି ମହାନଦୀ, ଓଡ଼ିଶାର ଗଙ୍ଗା ନଦୀ। ଏଠି ଅସ୍ଥି ବିସର୍ଜନ ଲୋକମାନେ ମଧ୍ୟ କରନ୍ତି, ତା ବିଷୟରେ ବି ଜାଣିନାହାନ୍ତି। ୟାର ବିଷୟରେ ବହୁତ କିଛି ଆଲୋଚନା, ବହୁତ ମାନେ ପଣ୍ଡିତମାନେ ବି ଆସୁଛନ୍ତି ଆମର ବୈଦ୍ୟେଶ୍ୱର ଭିତରେ ଗାରିମା ଗାଇବା ପାଇଁ। ଆଉ ଗୋଟେ ଉଦ୍ଦେଶ୍ୟ ହେଉଛି ଯେଉଁ 100 ବର୍ଷ ଅନୁମାନ କରନ୍ତୁ ଯେଉଁମାନେ ସବୁ ବିଦେଶରେ ରହୁଛନ୍ତି, ଆଉ ସେମାନେ ବୈଦ୍ୟେଶ୍ୱର ବିଷୟରେ ମାନେ ବୈଦ୍ୟେଶ୍ୱର ଗାଁର ଯେଉଁ ଭାଇଚାରା ଟା ଅଛି ତାକୁ ସେଦିନ ଆମେ ତାଙ୍କୁ ନିମନ୍ତ୍ରଣ କରୁଛୁ। ସେମାନେ ଆସିକି ପରସ୍ପରକୁ ଜାଣିବେ ଏବଂ ତାଙ୍କର ବା ତାଙ୍କ ପିଲାମାନଙ୍କ ପାଖରେ ଥିବା କିଛି କଳା ସଂସ୍କୃତିକୁ ଆମର ଏଇ ତ୍ରିକୁଟ ଧାମ ଉତ୍ସବରେ ଆମେ ପରିବେଷଣ କରିବୁ। ଏଇଟା ହେଉଛି ଆମର ମେନ୍ ଉଦ୍ଦେଶ୍ୟ।